ପିଲାମାନେ ଆଜି ମୁଁ ତୁମମାନଙ୍କ ପାଇଁ ବିଗତ ବର୍ଷର ତୃତୀୟ ଶ୍ରେଣୀ ଗଣିତ ମୌଖିକ ପ୍ରଶ୍ନ ନେଇ ଆସିଛି। ଆଜି ଏହାର ଆଲୋଚନା କରିବା। 1 ନମ୍ବର ପ୍ରଶ୍ନ, କୌଣସି ସଂଖ୍ୟାରୁ ଏକ ସଂଖ୍ୟାକୁ ବାରମ୍ବାର କ୍ରମାନ୍ୱୟରେ ବିୟୋଗ କରିବା ପ୍ରକ୍ରିୟାକୁ କ'ଣ କୁହାଯାଏ? ଠିକ୍ ଉତ୍ତରଟି ହେଉଛି କ'ଣ? ଭାଗକ୍ରିୟା। କୌଣସି ସଂଖ୍ୟାରୁ ଏକ ସଂଖ୍ୟାକୁ ବାରମ୍ବାର ବିୟୋଗ କରିବା ପ୍ରକ୍ରିୟାକୁ ଭାଗକ୍ରିୟା କୁହାଯାଏ। ଭାଗକ୍ରିୟା। 2 ନମ୍ବର ପ୍ରଶ୍ନ, 1/2 କେତୋଟି 1/4 ଅଛି? କ'ଣ କରିବା ପିଲାମାନେ? 1/2 1/4 ଆମେ ହରିଦେବା। 1/2 ହରଣ 1/4 ସମାନ 1/2 ଗୁଣନ 4/1। 2 × 2 2 × 2 4 କେତେ ହେଲା? 2ଟି। ତା ଅର୍ଥ 2ଟି 1/4କୁ ଯୋଗ କଲେ ଆମର 1/2 ହେବ। ଦେଖ ପିଲାମାନେ, 1/4 ଯୁକ୍ତ 1/4 ମିଶିଲେ କେତେ ହେବ? 2/4। କଟିଗଲେ କେତେ ହେବ? 2 × 2 2 × 4 କେତେ ହେଲା? 1/2। ପ୍ରଶ୍ନ ଦେଇଛି କ'ଣ? 1/2 କେତୋଟି 1/4 ଅଛି? କେତୋଟି 1/4 ଆମର ଅଛି? 2ଟି ଅଛି। 2ଟି ଆମର 1/4 ଅଛି। 3 ପ୍ରଶ୍ନ, ଏକ ଆୟତଚିତ୍ରର ବାହୁ ଓ ଶୀର୍ଷ ସଂଖ୍ୟା ମିଶି କେତେ? ପିଲାମାନେ ଦେଖ, ଇଏ ଏକ ଆୟତ ଚିତ୍ର। ଇଏ ଏକ ଆୟତ ଚିତ୍ର। ଏହାର କେତୋଟି ବାହୁ ଅଛି? ଏହାର 4ଟି ବାହୁ ଅଛି। 1 2 3 4ଟି। ଶୀର୍ଷ କେତୋଟି ଅଛି? 1 2 3 4। ତେଣୁ 4ଟି ବାହୁ ଏବଂ 4ଟି ଶୀର୍ଷ ମିଶିଲେ କେତେ ହେବ? 8ଟି। ତେଣୁ ଆୟତ ଚିତ୍ରର ବାହୁ ଓ ଶୀର୍ଷ ସଂଖ୍ୟା ମିଶି 8ଟି। 4 ନମ୍ବର ପ୍ରଶ୍ନ, ଟ୍ୟାନ୍-ଗ୍ରାମର ଉଦ୍ଭାବନ ପ୍ରଥମେ କେଉଁ ଦେଶରେ ହୋଇଥିଲା? ଠିକ୍ ଉତ୍ତରଟି ହେଉଛି କ'ଣ? ଚୀନ ଦେଶରେ। ଟ୍ୟାନ୍-ଗ୍ରାମର ଉଦ୍ଭାବନ ପ୍ରଥମେ ଚୀନ ଦେଶରେ ହୋଇଥିଲା। 5 ନମ୍ବର ପ୍ରଶ୍ନ, 1 ମିଟର ଯେ କେତେ ମିଲିମିଟର? 1 ମିଟର ହେଉଛି 1000 ମିଲିମିଟର। 1 ମିଟର 1000 ମିଲିମିଟର। 6 ନମ୍ବର ପ୍ରଶ୍ନ, କେତୋଟି 50 ପଇସା ହେଲେ 5 ଟଙ୍କା ହେବ? ଜାଣିଛନ୍ତି ପିଲାମାନେ, 5 ଟଙ୍କା ଯେ କେତେ ପଇସା? 5 ଟଙ୍କା ହେଉଛି 500 ପଇସା। 1 ଟଙ୍କା ହେଉଛି 100 ପଇସା। 5 ଟଙ୍କା କ'ଣ କରିବା? 100ରେ 5 ଗୁଣିବା, 500 ପଇସା। 500 ପଇସା। ତା ଅର୍ଥ କେତୋଟି 50 ପଇସା ହେଲେ 5 ଟଙ୍କା ବା 500 ପଇସା ହେବ? ଆମେ କ'ଣ କରିବା? 500 ପଇସାରେ ଆମେ 50 ହରିଦେବା। ହରିଦେଲେ କେତେ ଭାଗ ବାହାରିବ? 10। ତା ଅର୍ଥ କ'ଣ? 10ଟି 50 ପଇସା ହେଲେ 5 ଟଙ୍କା ହେବ। 7 ନମ୍ବର ପ୍ରଶ୍ନ, 4 ପକ୍ଷ ଯେ କେତେ ଦିନ? ଆମେ ଜାଣିଛନ୍ତି ପିଲାମାନେ, 1 ପକ୍ଷ ଯେ କେତେ ଦିନ? 1 ପକ୍ଷ ହେଉଛି 15 ଦିନ। 4 ପକ୍ଷ କ'ଣ କରିବା? 15ରେ 4 ଗୁଣିଦେବା। 15 ଚଉ କେତେ? 60। ତେଣୁ 4 ପକ୍ଷ ହେଉଛି 60 ଦିନ। 8 ନମ୍ବର ପ୍ରଶ୍ନ, 2.5 କିଗ୍ରା ଯେ କେତେ ଗ୍ରାମ? 2.5 କିଗ୍ରା ହେଉଛି 2500 ଗ୍ରାମ। 9 ନମ୍ବର ପ୍ରଶ୍ନ, 40କୁ ରୋମାନ ସଂଖ୍ୟାରେ କ'ଣ କୁହାଯାଏ? 40 ରୋମାନ ସଂଖ୍ୟା ହେଉଛି କେତେ? XL। 40ର ରୋମାନ ସଂଖ୍ୟା ହେଉଛି XL। 10 ନମ୍ବର ପ୍ରଶ୍ନ, ଦିନ 12ଟା ପରଠାରୁ ରାତି 12ଟା ପୂର୍ବ ପର୍ଯ୍ୟନ୍ତ ସମୟକୁ କ'ଣ କୁହାଯାଏ? ସମୟକୁ କ'ଣ କହନ୍ତି ପିଲାମାନେ? PM। କ'ଣ କହନ୍ତି? PM। ରାତି 12ଟା ପରଠାରୁ ଦିନ 12ଟା ପୂର୍ବ ସମୟକୁ AM କହନ୍ତି ଏବଂ ଦିନ 12ଟା ପରଠାରୁ ରାତି 12ଟା ପୂର୍ବ ସମୟକୁ PM କହନ୍ତି। 11 ପ୍ରଶ୍ନ, ଗୋଟିଏ ଘନବସ୍ତୁର 3ଟି ଧାରର ମିଳନ ସ୍ଥଳକୁ କ'ଣ କୁହାଯାଏ? ଏକ ଘନବସ୍ତୁର, ମନେକର ଦେଖ ପିଲାମାନେ, ଏକ ଘନବସ୍ତୁ, ଏକ ଘନବସ୍ତୁ, ଏହାର 3ଟି ଧାରର ମିଳନ ସ୍ଥଳ। ଦେଖ ପିଲାମାନେ, ଇଏ 3ଟି ଧାର, ଇଏ ଗୋଟେ, ଇଏ ଗୋଟେ, ଇଏ ଗୋଟେ, 3ଟି ଧାର। ଏଇ ଯେଉଁ ମିଳନ ସ୍ଥଳକୁ କ'ଣ କହନ୍ତି? ଇଏ ହେଉଛି ଶୀର୍ଷ ବିନ୍ଦୁ ବା ଶୀର୍ଷ କହନ୍ତି। କ'ଣ କହନ୍ତି? ଶୀର୍ଷ। 12 ପ୍ରଶ୍ନ, 5 ସେମି 3 ସେମି ଓ 4 ସେମି ବାହୁ ବିଶିଷ୍ଟ ଏକ ତ୍ରିଭୁଜର ପରିସୀମା କେତେ?
देख पे मैंने ये एक त्रिभुज 5 सेमी 3 सेमी 4 सेमी एक त्रिभुजर परिसीमा परिसीमा अर्थ पे मैंने कौन ये 3 गोटी बाहुर दैर्घ्यर समष्टि होची परिसीमा अर्थ हम कौन करवा 5 सेमी युक्त 3 सेमी युक्त 4 सेमी मिसीज के 5 3 8 4 के 12 12 सेमी तेणु त्रिभुज परिसीमा होची के 12 सेमी।